এই বর্ষ 35তম বামଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସର୍ବଭାରତୀୟ ସ୍ତରରେ ହେବାକୁ ଯାଉଛି। ଆସନ୍ତା 22 ତାରିଖରୁ ଏ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ଏବଂ 28 ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ହେବ। ଓଡ଼ିଶା ମଧ୍ୟରୁ ଏବଂ ଓଡ଼ିଶା ବାହାରୁ ଟୋଟାଲ୍ 8ଟି ଟିମ୍କୁ ନେଇକରି ଏ ଟୁର୍ଣ୍ଣାମେଣ୍ଟ ହେବ। ଏ ଟୁର୍ଣ୍ଣାମେଣ୍ଟ ନକ୍ଆଉଟ୍ ବେସିସ୍ରେ ହୋଇଥାଏ ଏବଂ ଆଜି 19 ତାରିଖ ଆଜି ଏଠି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଆମେ ଉପସ୍ଥିତ ଅଛୁ। ଏଠି ଆଜି এই 35তম ବାମଣ୍ଡା କ୍ରିକେଟ୍ କପ୍ର ପ୍ରସ୍ତୁତି ପାଇଁ ଏଠି ଗୋଟେ ସାମ୍ବାଦିକ ସମ୍ମିଳନୀ ଆମେ ଆୟୋଜିତ କରିଥିଲୁ ଏବଂ এই ଅବସରରେ ଆମେ ଆମର କ୍ଲବ୍ର ସମସ୍ତ ସଦସ୍ୟ ତଥା ଦେବଗଡ଼ ଜିଲ୍ଲାର ସବୁ ବରିଷ୍ଠ ଏବଂ କନିଷ୍ଠ ଆମର ସାନ ଭାଇ ସାମ୍ବାଦିକ ଭାଇମାନେ ଆଜି ଏଠି ଉପସ୍ଥିତ ହେଇଥିଲେ ଏବଂ ଆଗାମୀ 22 ତାରିଖରୁ ଯେଉଁ ଟୁର୍ଣ୍ଣାମେଣ୍ଟ ହେବ ସେଥିପାଇଁ ଏଟା ଏକ ପ୍ରସ୍ତୁତି ବୈଠକ ମଧ୍ୟ। ବାମଣ୍ଡା କ୍ରିକେଟ୍ କ୍ଲବ୍ରେ ଏଇଟା ହେଲା 35ତମ ବାମଣ୍ଡା କ୍ଲବ୍ ହେବାକୁ ଯାଉଛି। ଏଇ କ୍ଲବ୍ରେ ଆଗରୁ ବହୁତ ବଡ଼ ବଡ଼ ଲୋକ ବି ଏଠି ସଭାପତି ହେଇଛନ୍। ପ୍ରଦ୍ୟୁତ ଗଙ୍ଗଦେବ MLA ଥିଲା ସଭାପତି ଥିଲେ, ଧର୍ମେନ୍ଦ୍ର ପ୍ରଧାନ ସଭାପତି ଥିଲେ, ସୁଭାଷ ପାଣିଗ୍ରାହୀ ସଭାପତି କହୁଛି 22 ତାରିଖ ଆରମ୍ଭ ହେବ, 28 ତାରିଖରେ ଫାଇନାଲ୍ ହେବ। ଆଉ ଇଏ ଅଲ୍ ଇଣ୍ଡିଆ ଲେବୁଲ୍ର ଟୁର୍ଣ୍ଣାମେଣ୍ଟ। ଆଉ ମୋର ଭାଇ ତ କହିଗଲେ ବାହାରୁ 2ଟା ଟିମ୍ ଆମେ ଏ ବର୍ଷ ଦେଇଛୁ। ଆଉ ଓଡ଼ିଶା ଭିତରୁ 8ଟା ଟିମ୍ 6ଟା ଟିମ୍ ଦିଆହେଇଛି। 8ଟା ଟିମ୍ ଖେଳ ହେବ, 8 ଦିନ ଖେଳ। ଆପଣ ଜାଣିଲେ 71,000 ଚମ୍ପିଆନ୍, ରନର୍ସ ହେଉଛି 51,000 ରଖାହେଇଛି।